ପ୍ରଭୁଥିଲେ ସ୍ୱାମୀ ଏସବୁ ଆଜି ହେଇଗଲେ ମହାରାଣୀ। ଆମେ ସର୍ବହାରା ହେଇସାରିଛେ, ହେଲେ ମତେ ମତେ କିଛି ବୁଦ୍ଧି ବାଟ ଦେଖାଯାଉନି। କୁଆଡ଼େ ଯିବ ମହାରାଣୀ? ରହିବା କୋଉଠି? ପ୍ରଭୁଥିଲେ ସ୍ୱାମୀ ଯାହା ଆମ ଭାଗ୍ୟରେ ଅଛି ତାହା ତମେ ନିଶ୍ଚୟ ଭୋଗିବା ସ୍ୱାମୀ। ହଁ ପ୍ରଭୁଥିଲେ, ଦୈବ ଦଉଟେ ମଣିଷ କାଏ, ଚେଳିକେ ଟାଣିଲେ ତୁଣିକେ ଯାଏ। ଆମ ଭାଗ୍ୟରେ ଯାହା ଅଛି ସେସବୁ ଆମେ ଭୋଗ କରୁଛେ ପ୍ରଭୁଥିଲେ, ସେସବୁ ଆମେ ଭୋଗ କରୁଛେ। ସ୍ୱାମୀ ମୋ ତଣ୍ଟିଟା ଶୁଖି ଯାଉଛି ନାଇଁ ସ୍ୱାମୀ। ମହାରାଣୀ, ମୁଁ ଆଉ ଆଗକୁ ବାଟ ଚାଲିପାରିବିନି ସ୍ୱାମୀ। ମୁଁ ଆଉ ଆଗକୁ ବାଟ ଚାଲିପାରିବିନି। ହେଲେ ସ୍ୱାମୀ ଯାହା ଆମ ଭାଗ୍ୟରେ ଅଛି ଓ ପ୍ରଭୁଥିଲେ ତାହା ତମେ ନିଶ୍ଚୟ ଭୋଗିବା ସ୍ୱାମୀ। ସ୍ୱାମୀ ଆମେ ସେଇ ଗ୍ରାମକୁ ଯାଇ ଭିକ ମାଗିକି ଖାଇବା ସ୍ୱାମୀ। ଏ କଣ କହୁଛ ପ୍ରଭୁଥିଲେ? ଭିକ ମାଗିକି ଖାଇବା। ଆମେ ଏ ଘର ସେ ଘର ବୁଲି ଭିକ ମାଗିକି ଖାଇବା? ନାଇଁ ମହାରାଣୀ, ଆମେ ଯଦି ଭିକ ମାଗିକି ଖାଇବା ଏ ରାଜ୍ୟର ଜନପ୍ରଜା କଣ କହିବ ମହାରାଣୀ? ସେତେବେଳେ ତମେ ଧୈର୍ଯ୍ୟ ଧରି ରହିପାରିବ ତ? କାହିଁକି ଧୈର୍ଯ୍ୟ ଧରି ପାରିବିନି ସ୍ୱାମୀ? ଯେତେ କଷ୍ଟ ଆସିଲେ ବି ମୁଁ ଖୁସିରେ ଖୁସିରେ ମୁଣ୍ଡ ପାତି ସହି, ପ୍ରଭୁଥିଲେ ହେଲେ ମନ ଦୁଃଖ କରିବିନି ସ୍ୱାମୀ। ମନ ଦୁଃଖ କରିବିନି। ହେ ମୋର ମାଉସୀ, ହେ ମୋର ଦୟାକାରୀ ବାବୁ ମାନେ, ଆଜିକି 4-5 ଦିନ ହେଲା ଆମେ ସ୍ୱାମୀ ସ୍ତ୍ରୀ ପାଣି ଟୋପାଏ ପିଇକି ରହିଛୁ। ଭୋକରେ ପେଟଟା ଚଢ଼ି ଯାଉଛି। ଆମକୁ କିଛି ଖାଇବାକୁ ଦେଇପାରିବ ମା? ଆମକୁ କିଛି ଭିକ ଦେଇପାରିବ? ତମମାନଙ୍କର ମଙ୍ଗଳ ହବ। ଭିକ୍ଷା ମୁଠେ ଦିଅ ମାଗ, କରୁଛି ଦାଇନେ ଭୋକ ବିକଳରେ ପେଟା, ଭୋକ ବିକଳରେ ପେଟା ଜାଳୁଛି ଜାନାନେ, ଜାଳୁଛି ଜାନାନେ ଓ କରୁଛି ଦାଇନେ। ଭିକ ମୁଠେ ଦିଅ ବାବୁ।
एते बड़ दुनिया रे भिखारी भिखारुणी साजी कलू तू भगारी प्रभु कलू भगारी विजय लिखाई माधो विश्व मुठे दियो आड़ी करुती दाई बाबा शिवाने विश्व मुठे दियो बाबा शिवाने प्रभु जी ने সেই গ্রামকে যাই তবে ভিক্ষা মাগে ফিরে আসিছ মহারানী স্বামী ভবে তোমার সাথে সাথে ভিক্ষা সংগ্রহ করেছি হে জন সমাজ দেখো মতে আଜି ও কেমিতি ସବୁଦିନ ପାଇଁ ଭିକାରେ ସଜେଇ ଯାଇଛି ଫେରି ଆସିବି ସ୍ୱାମୀ ତମେ ବଟ ବୃକ୍ଷ ତଳେ ବିଶ୍ରାମ କର ମୁଁ ଏ ପାଖ ଗ୍ରାମକୁ ଯାଇ ରୋଷେଇ ପାଇଁ ଜାଣିବି କେତେ ସଂଗ୍ରହ କରିଛି ମୁଁ ଶୀଘ୍ର ଶୀଘ୍ର ଫେରି ଆସିବି ବ୍ୟସ୍ତ ହେବନି ତମେ ଠିକ ଅଛି ସ୍ୱାମୀ ଧୈର୍ଯ୍ୟ ଧରି ଯାଆନ୍ତୁ ଶୀଘ୍ର ଫେରି ଆସିବେ আহারে দৈব তুহি একে কষ্ট দেলো মানিক রাজাকে কাঠুরিয়া সজেইলো ধন্য মহাবাহু তুম ইচ্ছা পুরাণ হে ধন্য মহাবাহু তুম ইচ্ছা পুরাণ হে फाटिला कपाल मोर बुढ़िलाणी बेला अंटी छुरी तंटी काटे जानते सकल धन्य धन्य बिही
ଲୁହରେ ମୋ ଗପ ଲେଖୁଥିବି ଧନ୍ୟ ଧନ୍ୟ ବିହି ଲୁହରେ ମୋ ଗପ ଲେଖୁଥିବି हे ଠାକୁରେ ଓ ରାଜା ଥିଲା ସମୟରେ କ୍ଷୀରିରେ ଗୁଆ ଘିଅ ମିଶାଇ ଆପଣ ଆଉ ସେଦିନ ମୋ ଦୁଇ ପୁଅ ଅକ୍ଷୟମୟକୁ ଖାଇବାକୁ ଦେଇ ଆମେ ସ୍ୱାମୀ ସ୍ତ୍ରୀ ଭୋଜନ କରୁଥିଲୁ ହେଲେ ଆଜି ତମ ପାଖରେ ଭୋଗ ଲଗାଇବା ପାଇଁ ମୋ ପାଖରେ କିଛି ନାହିଁ ଠାକୁରେ କିଛି ନାହିଁ ପ୍ରଭୁତିରେ ରୋଷେଇ ସରିନି ମହାରାଣୀ ପୋଖରୀ ପେଟଟା ଜଳି ଯାଉଛି ମତେ କିଛି ଖାଇବାକୁ ଦେଇପାରିବ ସ୍ୱାମୀ ରୋଷେଇ ସରି ଯାଇଛି ସ୍ୱାମୀ ମହାରାଣୀ ହେଲେ ସ୍ୱାମୀ ମୁଁ ପାଣି ନେଇକି ଆସୁଛି ହଁ କୋଉ ଜନ୍ମରେ କି ଦୋଷ କରିଥିଲୁ ଆମେ ଏ ଯଜାରାଣୀଟାକୁ ଦାଣ୍ଡରେ ଠିଆ କରିଦେଲ ଠାକୁରେ ଏତେ ଏତେକ ଶାସ୍ତି ଭୋଗୁଛୁ ଏସବୁ ତୁମରି ଲୀଳା ପ୍ରମୋଦିନୀ ସ୍ୱାମୀ ଏଇ ପାଣି ନିଅନ୍ତୁ ସ୍ୱାମୀ ଥାଉ ମହାରାଣୀ ମୁଁ ଜମାରୁ ଖାଇବିନି ଆଜି ତ ମତେ ଭୋକ ହିଁ ନାହିଁ ମୋ ଦୁଇ ପୁଅଙ୍କ କଥା ବେଶୀ ମନେ ପଡ଼ିଯାଉଛି ମୋ ପୁଅ ଦୁଇ କୁଆଡ଼େ ଚାଲିଗଲେ ତାକୁ ଟିକିଏ ମଧ୍ୟ ଦେଖିପାରିଲିନି ହେଲେ ସ୍ୱାମୀ ପ୍ରମୋଦିନୀ କାହିଁକି ମନା କରୁଛନ୍ତି ସ୍ୱାମୀ ତୁମେ ନ ଖାଇଲେ ଆମେ କେମିତି ବଞ୍ଚିବା ପ୍ରମୋଦିନୀ ଯାହା ଆମ ଭାଗ୍ୟରେ ଅଛି ତାହା ତ ଆମେ ନିଶ୍ଚୟ ଭୋଗିବା ତୁମେ ପରା ମୋ ପୂଜ୍ୟ ଦେବତା ପ୍ରଭୁଜୀ ତମେ ନ ଖାଇଲେ ମୁଁ କେମିତି ବଞ୍ଚିବି ତମେ ଯେତେବେଳେ କହୁଛ ମୁଁ ଖାଇବି ରାଣୀ ଦିଅ ପାଣି କରିବି ଦିଅନ୍ତୁ ସ୍ୱାମୀ ए पर्यंत ही राजा रानी मोहरी राज्य परित्याग करी नाहांती भोकरे हमें स्वामी स्त्री दिटा पाउटू तुदु बाबू किछि उपाय न पाई घर घर बुली भिख मागी की खाउछु बाबू ए होछे मोहरी राज्य तमरी राज्य मोहरी राज्य रे भिख मागी खाइबा पाई तुम दुई जनकर कौनसी स्थान नाई बाबू भाई भिख मागी बाबू ना बाबू हाँ संपूर्ण भावरे तुम दुई जनक पाई मना कहीं मोहरी राज्य रे दुखी दरिद्र भिखारुणी केही नाहांते कहीं नाहांते से दिन जेमिति हमको
ଦୁଃଖ ଯନ୍ତ୍ରଣା ଦେଇଛୁ ଆଉ ମୋ ହାତ ଗୋଡ଼ ଭାଙ୍ଗି ଦେଇଥିଲୁ ସେଦିନ କଥା ମୁଁ ମନେ କଲେ ସୁଧା ଭୁଲି ରାମଚାଦା ତୁ କଣ ଭାବିଥିଲୁ ତୋରି ବଡ ପୁଅ ଅକ୍ଷୟକୁ ଏ ରାଜ୍ୟରେ ରାଜା କରେଇବି ଅନ୍ତତଃ ମୁଁ ଜାଣିପାରିବିନି ଏମାନଙ୍କୁ ସେ ଶୁଭ ସମ୍ବାଦଟା ଚଢେଇ ଦେ ଶୁଭ ସମ୍ବାଦ ତମ ପାଇଁ ଶୁଭ ସମ୍ବାଦ ଏ ଭିକାରୁଣୀ ପାଇଁ କି ଶୁଭ ସମ୍ବାଦ ବାବୁ ଅଛି ତୁମ ବଡ ପୁଅ କୋଉଠି ଅଛି ବାବୁ ତୁମ ବଡ ପୁଅ ଅକ୍ଷୟକୁ ଆମେ ମାରି ସେ ମରି ଯାଇଛି ବାବୁ ତମେ ମାନେ ସେମିତି କୁହନି ମୋ ବଡ ପୁଅ ଅକ୍ଷୟ ମରି ଯାଇଛି ନା ବାବୁ ଭଲରେ ଥିବ ସେ ତାକୁ ଠାକୁରେ ରକ୍ଷା କରିବେ ବଞ୍ଚିଥିଲେ ସିନା ଠାକୁର ରକ୍ଷା କରିବ ସେ ପୁରା ମରି ଯାଇଛି ପ୍ରଭୁରେ ସେମାନେ କହିବା କଥା ଗୋଟେ ସତ ନାଇଁ ସ୍ୱାମୀ ନାଇଁ ମୋ ପୁଅ ମତେ ଛାଡିକି ଚାଲି ଯାଇପାରିବ ସେମାନେ ମିଛ କହୁଛନ୍ତି ସ୍ୱାମୀ ମିଛ କହୁଛନ୍ତି କହୁଛ ବା ଏ ବାବୁ ଓ ହଉଛୁ ମାଣିକଗଡ଼ ରାଜ୍ୟର ରାଜାତି ରାଜା ରାଜେଶ୍ୱର ମତେ ରାଜା କହବେ ରାଜା କଣ ମୋ ଅକ୍ଷକୁ ତୁମେ ମାରି ଦେଇଛ ହଁ ମୁଁ ମାରି ଦେଇଛି ନାଇଁ ବାବୁ ନାଇଁ ସବୁ ଦୋଷ ତ ମୁଁ କରୁଛି ବାବୁ ପାରୁଛ ତୁମେ ମତେ ମାରିଦିଅ ମରିବ ହେଲେ ମୋ ପୁଅକୁ ଛାଡ଼ି ଦିଅ ବାବୁ ମୋ ଅକ୍ଷୟକୁ ଛାଡ଼ି ଦିଅ କି ଦୋଷ କରିଥିଲ ମୋ ପୁଅ ଏ ଧନ ଅକ୍ଷୟ ସୁନା ମୋ ପାଲରୁ ଧରେ ଆରେ ଧନ ତମ ଡାକୁଛି ରେ ସୁନା ମାର ଟାକୁ ଗୋଡ଼ ତତେ ଶୁଭା ଯାଉଛି ଚାଲିଆ ଏ ବାବୁ এই 10 মাস 10 দিন গর্ভরে ধরি মু জন্ম ঠিক করছি সে কষ্ট যন্ত্রণা মু হি জানিছি বাবু গোটে মা হি জানে গোটে পুয়ার বেদনা মা হি জানে পুয়ার কষ্ট কেহি জানিবেনি বাবু ସବୁ ମତେ ତ କଣ ପାଇଁ କେହି ଜାଣିବେନି ମୋ ପୁଅକୁ ମୁଁ ଏଇ ପଡ଼ ଦୋକାନୀ ତଳେ ରଖିଥିଲି ବାବୁ ଭଲ କରିଥିଲୁ ମୋ ପଡ଼ ଦୋକାନୀକି କାହିଁକି ଖାଲି କରିଦେଲ ବାବୁ କାହିଁକି ଖାଲି କରିଦେଲ ଏଥର ବୁଝିଲୁ ଦୁଃଖ କାହାକୁ କୁହାଯାଏ ସେଦିନ ସିନା ଆମ ଦି ଭାଇର ଦୁଃଖ ତୋ ଆଖିକୁ ଦେଖାଗଲା ଏଇ ସାର ଭାଇ କିଣିବା ପାଇଁ ତୁ ଆମ ଦି ଭାଇକୁ ରାଜ୍ୟରୁ ବିତାଡ଼ିତ କରିଦେଇଛୁ ସେଇଦିନ ଆମେ କେତେ ଯନ୍ତ୍ରଣା ଭୋଗିଛୁ ଆରେ ତା ସାନ ପୁଅ କଥା କାହିଁକି ବାକି ରଖିଛୁ କହିଦେ ତମ ସାନ ପୁଅ ଭୟ
ଧର୍ମପୁର ନାଇଁ ବାବୁ ନାଇଁ ତମେ ମାନେ ସେମିତି କୁହ। ଏ ଧର ଅଭୟ ମୋ ସାନ ପୁଅ ଭୟ ପାଗଳ ପାଗଳ ତୋ ଭିତରେ ବାପାକୁ ଆରେ ଧର ଆହୁରି ଚିତ୍କାର କରି ଡାକ। ତୋତେ ଭୋକ ଲାଗୁଛି ନା ସୁନା ତୋ ପାଇଁ ପୁରୀ କ୍ଷୀରି ବନେଇକି ରଖୁଛି ରେ ଧନ ମତେ ନ ଦେଖିଲେ ତୁ ତୋନେ ବଞ୍ଚି ପାରିବୁନି ଧନ ତମ ଦି ଭାଇକୁ କେବେ ବି ଅଭୟ ମୋ ପାଖକୁ ଆସୁନା ମୋ ପାଖକୁ ଆବେ ଚାଖି ନିଜ ଖାଇବା ପାଇଁ କିଛି ନାହିଁ ଏ ପୁଣି କ୍ଷୀରି ପୁରୀ ବନେଇକି ରଖିଛି। ଇରେ ବାବୁ ତମ ଦି ଭାଇକୁ କେବେ ବି ଧର୍ମ ସହିବନି। କରିବା ହରାମ ଜାଦା ଆମ ଦି ଭାଇକୁ ଧର୍ମ ସହିବନି। ସେଦିନ ଆମ ଦି ଭାଇ ରକ୍ତ ଜୁଡୁବୁଡୁ କ୍ଷତ ବିକ୍ଷତ ଶରୀର ଆମର ତ ପାଦ ତଳି କେତେ ଯେ ନେହୁରା ହେଇଥିଲୁ। ସେଦିନ ଧର୍ମ କୋଉଠି ଥିଲା ରେ? ସେଦିନ ଧର୍ମ କୋଉଠି ଥିଲା? ଆମ୍ଭକୁ କ୍ଷମା କରି ଦେଇଥାନ୍ତୁ। ଆଜି ଧର୍ମ ଦେଖଉଛୁ। ଆଜି ଦୁଃଖରେ ପଡିଲା ସମୟରେ ଧର୍ମ ରାମଚାଦା ଆବେ ଚାଖେ ଏ ଦୁଇ ଜଣକୁ ଏମିତି ଛାଡ଼ିବାନି ବେ। କେମିତି କରିବା ଦ୍ୱାପର ଯୁଗରେ ଯେମିତି ମହାରାଜ କଂସ ଦେବକୀ ଆଉ ବସୁଦେବଙ୍କୁ ବନ୍ଧନ କରି କାରାଗାର ମଧ୍ୟରେ ରଖିଥିଲେ ଠିକ ସେହିପରି ଏ ଦୁଇ ଜଣଙ୍କୁ କାରାଗାର ମଧ୍ୟରେ ବନ୍ଦୀ କରି ରଖିବା। ଯଦି ତାଙ୍କ ସାନ ପୁଅ ଅଭୟ ବହୁଦିନ ଭଲ ହେଇ ଫେରି ଆସେ ତାହେଲେ କଥାଟା ଭଲ ହବନି। ସେଇଥିପାଇଁ ଯେତେ ଶୀଘ୍ର ପାରୁଛ ଏ ଦୁଇ ଜଣଙ୍କୁ ବନ୍ଧନ କରି ନେଇଯାଅ। ନେଇ ଆସ ସେଇ ଲୁହାର ଶିଙ୍କୁଳି। ଆଜିଠୁ ଏ ରାଜା ରାଣୀ ସେଇ କାରାଗାର ମଧ୍ୟରେ ନିଜ ଲୁହରେ ନିଜେ ଲେଖିବେ ଗପ। ବେଳେ ବେଳେ ଲୁହ ଏଠି ଜଗ ବଦଳାଏ ଓଠ ତଳେ ଲୁଚିଥିବା ହସ ଦୁଇ ନିଏ जग बदलाए ओठ तले लुचिथिबा हस धोइनी बेले लुह एठी जग बदलाए ओठ तले लुचिथिबा हस धोइनी एठी जीवनर मान चुकी निज कारणरे हुए दुखी एठी जीवनर मान चुकी बिना कारणरे हुए दुखी किए जाने केते बेले तई बद पर सदा लुहरे लेखुची बाबा लुहरे लेखुची बाबा लुहारे लेखुची लुहार गपा लुहारे लेखुची लुहार गपा साला हरामजादा କେମିତି ଲାଗିଲା ଏଥର ତୁ ଯେମିତି
ତୋରି ସେଇ ମାଇକିନିଆର କଥାରେ ପଡେ ଭଲ ମନ୍ଦ କିଛି ନ ବୁଝେ ମତେ ସେଇ ରାଜ୍ୟରୁ ତଡ଼ି ଦେଇଥିଲୁ। ଆଜି ଦେଖିଲୁ ତାର ପରିଣାମଟା କଣ ହେଲା? ତୁମେ ଦି ଜଣ ଏଥର ବନ୍ଦିଶାଳା ମଧ୍ୟରେ ରହିବ। ତୁମର ଯୋଉ ସାନ ପୁଅଟା ବଞ୍ଚିକି ଅଛି ସେ ଶଳାଟାକୁ ଯେମିତି ହଉନା କାହିଁକି ବୁଝିକି ମାରିଦେବେ, ମାରିଦେବେ। ତାକୁ ଛାଡ଼ିବାକୁ ପଡ଼ିବନି। ଯଦି ସେ କୋଉଦିନ ଫେରି ଆସେ ଆଉ ଏ ରାଜ୍ୟରେ ତା ସହିତ ଦେଖା ହେଇଗଲେ କଥାଟା ଭଲ ହବନି। ଯାଏ, ଏଠି ଆଉ ବିଳମ୍ବ କରି କିଛି ଲାଭ ନାହିଁ। ଏଥର ଯାଏ ମୁଁ ତାହାରି ସାନ ପୁଅର ସନ୍ତାନ। କୋଉଠି ଲୁଚିଛୁ ବେ? ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଲୁଚିଥିଲେ ମଧ୍ୟ ତୋତେ ମୁଁ ଖୋଜିକି ମାରିଦେବି, ମାରିଦେବି।